कि सेमती किछि मोते आश्रमर कोनोसी दबाव नाही किंतु ए पिला सहित मु जेबेठू मैरिज करछि से मते कोनोसी प्रकार लीगाली मैरिज करिछि बट से स्वामीर जो अधिकार से सब किछि देई नांती कि समाज सामना रे मते आनी कि आसी नांती कि मो पछरे पैसा किछि खर्च कर नांती गोटे स्त्री को जेमती रखिया कथा घर भड़ा नै कि निज घर को नै कि ओकबा हिंदू रीति रिवाज रे हो से मते बाहा हेई नांती कि बाहा हेले नै कि समाज सामना को आनी कि आसिले नै सब बेले मते मिछ कहिले कि मु तते आर वर्ष बाहाबी आर वर्ष बाहाबी आर वर्ष बाहाबी समाज सामना रे आनी आ तू चाकरी कले बाहाबी तापर लास्ट को आसिला तू चाकरी कले बाहाबी एमता कहि कहि मते मिछ करके रखिले किंतु जेतेले कोर्ट मैरिज हेइतिला भी मते सर्टिफिकेट देखै नथिले कि कोर्ट मैरिज आमे जाइथिलु कोर्ट को मैरिज करिया पे बट मते सर्टिफिकेट देखै नथिले कि देई नथिले मु कहली सर्टिफिकेट आसिला मु कोर्ट ना सेटा कोन कैंसिल हे गेला ଯେତେବେଳେ ଏବେ ମୁଁ ତାଙ୍କଠୁ ଦୂରେଇକି ଅଲଗା କୁଆଡେ ବାହାବା ପାଇଁ ଚେଷ୍ଟା କରୁଛି ସେତେବେଳେ ସାର୍ଟିଫିକେଟ ବାହାରୁଛି ସେତେବେଳେ ସବୁ କୋର୍ଟ ମ୍ୟାରେଜ ବାହାରୁଛି ସବୁ ବାହାରୁଛି ହଠାତ୍ କରି ସେ ସ୍ୱାମୀ ବନି ଯାଉଛନ୍ତି ତ ଏମିତିଆ ହେଇଗଲାଣି ବହୁତ ବର୍ଷରୁ ସେ ମତେ ବହୁତ ଟର୍ଚର କରୁଥିଲେ ମାରପିଟ କରୁଥିଲେ ମତେ ଡରେଇକି ଧମକେଇକି ରଖୁଥିଲେ ଆଉ ସବୁବେଳେ ମତେ ମାନେ ମୋ ମା ବାପାଙ୍କୁ ମାରିଦେବି ପିଟିଦେବି ହାଣିଦେବି କହିକି ମତେ ସବୁବେଳେ ଧମକି ଦିଅନ୍ତି ସେଥିପାଇଁ ମା ବାପାଙ୍କ ଜୀବନକୁ ଭୟ କରିକି ମୁଁ ସବୁବେଳେ ଚୁପଚାପ ରହେ ଆଉ ଇଜ୍ଜତକୁ ଜଗିକି ମୁଁ ଚୁପ ରହେ ମୁଁ ହଁ ମୁଁ ଥରେ ପିସିଆର ଡାକି ଦେଇଥିଲି କିନ୍ତୁ ପିସିଆର ଆସିକି ବୁଝାମଣା କରିଦେଇଥିଲେ ଥରେ ପିସିଆର ଡାକିଥିଲି ତାପରେ ମୁଁ ଆମ ଘର ଥାନାରେ ବି ଏଫଆଇଆର ଦେଇଛି କି ମୋ ଘର ସାମ୍ନାରେ ଆସିକି ମଦ ପିଇକି ପାଟିତୁଣ୍ଡ କରୁଛି ବୋଲି ଏମିତି ଏଫଆଇଆର ଦେଇଛି ତା ନାଁରେ ଏଫଆଇଆର ଦେଇଛି ଆଜି ମୁଁ ହାଇକୋର୍ଟରେ ବି ଯାଇକି ତା ନାଁରେ ଏଫଆଇଆର ଦେଇଛି କି ମୋ ନାଁରେ ମିଛ ଆଲିଗେସନ କରିକି ପୁରା ମିଡିଆ ସାମ୍ନାରେ ମତେ ବେଜିତ କଲା ଆଉ ମୋ ମା ବାପା ବି ଜାଣିନାହାନ୍ତି କି ମୋର କୋର୍ଟ ମ୍ୟାରେଜ ହେଇଯାଇଛି ବୋଲି ମୁଁ ନିଜେ ବି ବହୁତ କମ ସମୟ ପୂର୍ବରୁ ଜାଣିଛି ନା ନା କେହି ମତେ ପ୍ରଭାବିତ କରିନାହାନ୍ତି ଦେଖନ୍ତୁ ସିଏ ବହୁତ ମଦ ପିଏ ସେ ଗୋଟେ ବହୁତ ବଡ ମଦୁଆ ମଦ ନହେଲେ ତାର କନଫିଡେଣ୍ଟ ଆସୁନି ସେ ନିଜେ କହିବା କଥା ବହୁତ ବଡ ମଦୁଆ ସବୁବେଳେ ମଦ ପିଇବ ଆମିଷ ଖାଇବ କିନ୍ତୁ ମତେ ବି ମଦ ଆଉ ଆମିଷ ଖାଇବା ପାଇଁ ବାଧ୍ୟ କରେ ମୁଁ ସେସବୁରେ ନାହିଁ କି ମୁଁ ମଦ ଆମିଷ ଏସବୁ କିଛି ଖାଏ ନାହିଁ ତେଣୁକରି ଆମ ଭିତରେ ବହୁତ ଝଗଡା ହୁଏ ସେ ଗୋଟେ ବହୁତ ବଡ ଫ୍ରଡ ମିଛୁଆ ବହୁତ ବଡ ଫ୍ରଡ ଆଉ ତାକୁ ଯଦି ପଇସା ଦେଇଦବ ସେ କିଛି ବି କରିଦବ ହେଲା ଆଉ ମତେ ଲାଗୁଛି ତାକୁ କୋଉଠୁ ଗୋଟେ ପଇସା ମିଳିଛି ଯୋଉଥିପାଇଁ ମତେ ଏମିତିଆ ବ୍ଲେମ କରୁଛି ଆଶ୍ରମ ସହିତ ଯୋଡିଛି ହଁ ମୁଁ ବହୁତ ପୂର୍ବରୁ ଆଶ୍ରମ ଯାଉଥିଲି ସେଠି ଭାଗବତ ଚର୍ଚ୍ଚା ହଉଥିଲା ତୁଳସୀ ତ ମୁଁ ଦେଖିନି ଯୋଉ ଯୋଉ ଜିନିଷଟା ଆସିଛି ଆଲିଗେସନ ଆସିଛି ସେଇଟା ହଉଛି ନା ସେ ପୁଣି ଏଇଟା ବି ଦେଇଛି କି ଯେ କାଶୀନାଥ ମିଶ୍ର ବି ତମର ଖରାପ ରିଲେସନ ଅଛି ତାଙ୍କ ପୁଅ ଛୋଟ ପିଲାଟା ସିଏ ବୋଧେ 16-17 ବର୍ଷର ସିଏ ମୋର 32 ବର୍ଷ ବୟସ ହେଇଛି ତା ସହିତ ମୁଁ ହର୍ସ ରାଇଡିଂ ଯାଉଥିଲି ପୁଣି ସେଠୁ ଭଲ ଭଲ ପଇସା ବାଲା ଲୋକଙ୍କୁ ମୁଁ ଆଶ୍ରମକୁ ନେଇକି ଆସିଥିଲି ଏମିତି ବି ଆଲିଗେସନ ମୁଁ ଦେଖିଛି ହେଲା ସେମିତି କିଛି ବି ନାହିଁ ହର୍ସ ରାଇଡିଂ ମୁଁ ତା ସହିତ କେବେ ବି ଯାଇନାହିଁ ହେଲା ଆଉ ଗୋଟେ ଆଲିଗେସନ ଦେଇଛନ୍ତି ଯେ ଭିକି ମା ଆଶ୍ରମକୁ ଝିଅ ଯୋଗଉଛନ୍ତି ମୁଁ ତାଙ୍କ ବିଷୟରେ ସେମିତି କିଛି ସିଏ କେବେ ବି କରିନାହାନ୍ତି ମୁଁ ତାଙ୍କ ସଂସ୍ପର୍ଶରେ ଆସିଛି ସେଇଟା ସମ୍ପୂର୍ଣ୍ଣ ମିଥ୍ୟା କଥା ଆଉ ଆଉ କୃଷ୍ଣାନନ୍ଦ ପ୍ରଭୁ ବିଷୟରେ ବି ସେ କହୁଛନ୍ତି କି ସିଏ ମତେ ନେଇକି ରଖିଛନ୍ତି ମତେ ଫେରାର କରିକି ନେଇ ଯାଇଛନ୍ତି ସେ ପିଲା ମତେ ଏମିତି ଫସେଇଛନ୍ତି ସେମିତି କିଛି ବି କଥା ନାହିଁ ସବୁ ମିଛ ଆଲିଗେସନ ମତେ ଲାଗୁଛି ତାଙ୍କୁ କେହି ଜଣେ ପଇସା ଦେଇକି କିଛି ବିଜନେସମ୍ୟାନ ନାହିଁ ସେ କେଉଁଝର ନୁହଁ ସେ ମୟୂରଭଞ୍ଜର କିଛି ବିଜନେସ ନାହିଁ ସେ କିଛି ନାହିଁ ସେ କେବଳ ମଦ ପିଉଥିଲା ବୁଲୁଥିଲା ଏବେ କଣ କରୁଛି ମୁଁ ଜାଣିନି 8 ମାସ ହେଇଗଲାଣି ମୋର ତା ସହିତ ମାନେ ଛୋଟିଆ ବି ଲିଙ୍କ ନାହିଁ ମିଛ କଥା କହିକି ମତେ ମାନେ ମୁଁ କୋଉଠି ରହୁଛି ଜାଣିବା ପାଇଁ ସେ ଏଇଭଳିଆ ସବୁ କାମ କରୁଛି ଆଉ ମୁଁ ଚାହୁଁନି ସେ ମୋ ସାମ୍ନାକୁ ଆସୁ କି ମୁଁ ତାକୁ ଜଣେଇବାକୁ ଚାହୁଁନି କି ମୁଁ କୋଉଠି ଅଛି ସେ ଜାଣୁ ସେଗୁଡା ସବୁ ମିଛ କଥା ସେଗୁଡା ସବୁ ମିଛ କଥା ହଁ ମୁଁ ଆଶ୍ରମକୁ ଯାଇଛି ମୁଁ ମନା କରୁନି ଯାଇଛି ସେଥିରେ ଅସୁବିଧା କଣ ଯାହାର ଯୋଉଠି ଆସ୍ଥା ସେ ସେଇଠିକି ଯିବ ଅସୁବିଧା ତ କିଛି ନାହିଁ ସେଠି ତ କିଛି ଖରାପ କାମ ହଉନଥିଲା ସେ ଯୋଉ କହୁଛନ୍ତି ଖରାପ ହଉଥିଲା ଇଏ ହଉଥିଲା ସେଗୁଡା ସବୁ ମିଛ ମୁଁ ନିଜେ ଯାଇଛି ସେ ଆଶ୍ରମକୁ ଦେଖିଛି ନା 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 ମଦ ପିଇବା ସେମିତି କିଛି ବି ନାହିଁ ସେମିତି କିଛି ଭିଜୁଆଲ ନାହିଁ ଏଗୁଡା ସବୁ ମିଛ କଥା ସେମିତି କେହି ମଦ ପିଉନାହାନ୍ତି ସେଠି ମଦ ଆମିଷ ଏସବୁ ଜିନିଷ ନିଶା ଦ୍ରବ୍ୟ ସବୁ ବର୍ଜନ ସେ ଆଶ୍ରମକୁ ଯିଏ ଯାଇଛନ୍ତି ତାଙ୍କୁ ପଚାରନ୍ତୁ ବାହାର ଲୋକକୁ ପଚାରନ୍ତୁନି ମୁଁ କାହିଁକି କଥା ହେବି ମୁଁ ସେ ପିଲାକୁ ତା ନାଁରେ କ୍ରିମିନାଲ ଅଫେନ୍ସ ପାଇଁ ତାକୁ ମୁଁ ତା ନାଁରେ ଏଫଆଇଆର ଦେଇଛି ତା ନାଁରେ ବହୁତ ସାରା ସବୁ ଅଛି ଏଫଆଇଆର କଥା ହେବି ସାର୍ କୁହନ୍ତୁ ମୁଁ ଆପଣଙ୍କୁ ସବୁ ଜିନିଷ କହୁଛି ମୋ ଓକିଲ କଥା ହେବି